ଆଗରୁ ଆମେ ଛୁଆବେଳ କଥା ମୁଁ କହୁଛି, ସେତେବେଳେ ଆମର ବୟସ୍କ ଲୋକ ବୁଢ଼ାବୁଢ଼ୀ ଲୋକ ମାନେ ଭାଷାର ମାନେଟା ବୁଝିନଥାନ୍ତି, ସାଙ୍ଗେ ସାଙ୍ଗେ ରାଗିଯାଆନ୍ତି। ମୋ ପିଲାବେଳ କଥା ମୁଁ କହୁଛି, ମୁଁ ମୋ ମାମୁଁ ଘରକୁ ଯାଇଥାଏ। ମାମୁଁ ଘର ଯେତେବେଳେ ଯାଇଥାଏ ସେତେବେଳେ ଜଣେ ଗାଉଥିଲା ଆଉ ଜଣେ ବଜାଉଥିଲା, କେନ୍ଦ୍ରା ନା କି ଗୋଟେ ବଜାଏ। ସେଇ ଟାଇମ୍ର ଆଇ ଆସିକି ଦେଖିକି ଘର ଭିତରକୁ ଗଲା। ଘର ଭିତରୁ ଆସିକି ଚାଉଳ ମୁଠେ ତାଟିଆରେ ଘିନିକି ଆଇଲା। ତାଟିଆରେ ମୁଠେ ଯେତେବେଳେ ନେଇକି ଆସିଲା, ଆସିକି ତାଙ୍କୁ ଦେଲା, ସିଏ କହିଲେ ମାଉସୀ ଆମକୁ ଆମେ ଗୋଟେ କଳାକାର, 2 ଜଣ କଳାକାର, ଆଉ ତମେ ଆଉ ଟିକେ କିଛି ଦିଅ ଆମକୁ। ସେଇଠୁ ମୋ ଆଈ ରାଗିଗଲା। ଏଇ କହିଲା ହେଇଁ ତମେ କି କଳାକାର, କାହିଁ ତମର ତ ଚକା ନାହିଁ, କି କଳାକାର କହି ପାଟି କଲା, ଚିଲେଇଲା। ସିଏ 2 ଜଣ ଯାକ ଆଉ ଚୁପଚାପ ହେଇଗଲେ, ସାଇଲେଣ୍ଟ ହେଇଗଲେ। ସିଏ ତାଙ୍କର ଯାହା ଥିଲା, ସେ ଯାହା ଦେଲା ବି ଆଈ ତାକୁ ନେଇ ପଳେଇଲେ। ମୋତେ କହିଲେ ଇଏ କଳାକାର, ତାଙ୍କର କାହିଁ ଚକା କାହିଁ, ଇଏ କହୁଥିଲେ କଳାକାର ଅଛି ଆମକୁ ଦିଅ, କଳାକାର କାହିଁ। ମୁଁ ଆଈକି ଡାକି ନେଇ କହିନି, ଏଇ ଯେଉଁ ଟିଭି ଦେଖୁଛ, ଏ ଟିଭିରେ ଯେଉଁ ସବୁ ରୁଲ୍ କରୁଛନ୍ତି, ଏଇମାନଙ୍କୁ ସବୁ କଳାକାର କୁହାଯାଏ। ସେ ଯିଏ ବଜାଉଛନ୍ତି ସେଇମାନଙ୍କୁ କଳାକାର କୁହାଯାଏ। ଆଉ ସେଇଥିପାଇଁ ସେ କହିଲା କଳାକାର। ଏତେ ବଡ଼ କଥା, ମୁଁ ସିନା ଜାଣିଥିଲେ କହିଥାନ୍ତି, ଆଉ କାହିଁ କହିଥାନ୍ତି, ଆଉ ମୁଁ କହିଥାନ୍ତି। ମୁଁ ଏବେ ଜାଣିଲୁ କଳାକାର କିଏ।